2019 ଜାନୁଆରୀ 1 ରାତି ପ୍ରାୟ 12ଟା ହୋଇଥାଏ। ପିଲାମାନେ ସବୁ ଫିଷ୍ଟ କରି ନାଚ ଗୀତରେ ମାତିଥାନ୍ତି। ମୁଁ, ଘର ପାଖ ଭାଇ ଏବଂ ମୋ ମାମୁଁ ଜଣେ ମିଶି ରୋଷେଇ କରୁଥାଉ। ଧୀରେ ଧୀରେ ରାତି ବଢ଼ିବାକୁ ଲାଗିଥାଏ, ଯାହାଫଳରେ କି ଶୀତ ମଧ୍ୟ ବଢ଼ିବାକୁ ଲାଗିଥାଏ। ଆମେ ସେହି ଫିଷ୍ଟ ଆମ ଗାଁର ଶେଷ ମୁଣ୍ଡରେ କରୁଥିଲୁ। ଧୀରେ ଧୀରେ ଶୀତ ବଢ଼ିବା କାରଣରୁ ସବୁ ପିଲାମାନେ ମାଇକ୍ ବନ୍ଦ କରି ଚୁଲି ପାଖରେ ଆସି ଘେରେଇ ହୋଇ ବସି ପଡ଼ିଥିଲେ। ସେ ରାତି ଥିଲା ଆମ ପାଇଁ ଗୋଟେ ଭୟଙ୍କର ରାତି, କାରଣ ସେତେବେଳେ ଆମ ଗାଁରେ ଗୋଟିଏ ବହୁତ ହି ଭୟଙ୍କର ଘଟଣା ଘଟିଥିଲା। ସେହି ଘଟଣାକୁ ଶୁଣିଲେ ଆପଣମାନଙ୍କର ଲୋମ ମଧ୍ୟ ଟାଙ୍କୁଳି ହେଇଯିବ। ତ ଚାଲନ୍ତୁ ସେହି ବିଷୟରେ କିଛି ଆଲୋଚନା କରିବା। ସେହି ସମୟରେ ଗୋଟିଏ ଝିଅ ତା'ର ୟଙ୍ଗ ଏଜ୍ରେ ସୁଇସାଇଡ଼୍ କରିଥିଲା ଏବଂ ସେହି ଭୟରେ ଗାଁରେ ଲୋକମାନେ ସନ୍ଧ୍ୟା 7ଟା ପୂର୍ବରୁ ଘରୁ ବାହାରୁ ନଥିଲେ। କିନ୍ତୁ ଆମେମାନେ ଫିଷ୍ଟରେ ବ୍ୟସ୍ତ ରହି ସେ ସବୁକୁ ଭୁଲି ଯାଇଥିଲୁ। ତାପରେ ଆମେ ରୋଷେଇର ମଧ୍ୟ ଜଲ୍ଦି କାର୍ଯ୍ୟ କରିଥିଲୁ, କାରଣ ରାତି ବଢ଼ିବାକୁ ଲାଗୁଥିଲା ଏବଂ ଥଣ୍ଡା ମଧ୍ୟ ଆହୁରି ବଢ଼ି ଚାଲିଥିଲା। ଆମେ ଫିଷ୍ଟ ସାରି ଖାଇଲା ବେଳକୁ ପ୍ରାୟ 1:30 ହୋଇଯାଇଥିଲା। ଖାଇସାରି ଆମେ ବାସନ ଧୋଇବାକୁ 4 ଜଣ ଗଲୁ ଏବଂ ବାକି ସବୁ ପିଲା ଯିଏ ଯାହାର ଘରକୁ ଗଲେ। ଆମେ ଠିକ୍ ବାସନ ମାଜୁଥିବା ସମୟରେ ହଠାତ୍ ଏକ ଅଜବ ସାଉଣ୍ଡ ଆମକୁ ଶୁଣାଗଲା, ଯାହାଫଳରେ କି ମୁଁ ଏବଂ ମୋ 3 ଜଣ ସାଥୀ ବହୁତ ଡରି ଯାଇଥିଲୁ। ଆମେ ସେ ସାଉଣ୍ଡକୁ ଅଣଦେଖା କରି ଆମ କାମରେ ଲାଗି ପଡ଼ିଲୁ, କାରଣ ଆମକୁ ଜଲ୍ଦି କାମ ସାରି ଘରକୁ ଯିବାର ଥିଲା। କାରଣ ସେହି ସମୟଟି ଆମ ଗାଁରେ କିଛି ଭଲ ଚାଲୁନଥିଲା ଏବଂ ସେମିତିରେ ବି ରାତି ବହୁତ ବଢ଼ିଯାଇଥିଲା। ତ ମୁଁ ସବୁ ପିଲାମାନଙ୍କୁ କହିଲି, ତୁମେ ସେହି ସବୁକୁ ଅଣଦେଖା କର ଏବଂ ନିଜ କାମରେ ଲାଗିଯାଅ। ତାକୁ ଅଣଦେଖା କରି ଆମେ ପ୍ରାୟ ଅଧଘଣ୍ଟା ଭିତରେ ବାସନ ମଜାମଜି କରି ଘରକୁ ବାହାରିଥିଲୁ। ଆଉ ଠିକ୍ ସେହି ସମୟରେ ଆମ ଗାଁରୁ ହଠାତ୍ ଲାଇନ୍ କଟି ଯାଇଥିଲା। ଆଉ ତାପରେ ଘଟିଥିଲା ଆମ ସାଥିରେ ଗୋଟେ ଚାଞ୍ଚଲ୍ୟକର ଘଟଣା, ଯାହାକୁ ଶୁଣିଲା ପରେ ଆପଣମାନେ ମଧ୍ୟ ଭୟ କରିଯିବେ। ଠିକ୍ ସେତିକି ବେଳେ ହିଁ ଆମେ ଆମର ଫୋନ୍ର ଫ୍ଲାସ୍ ଲାଇଟ୍ ମାରି ଘରକୁ ଯିବା ପାଇଁ ବାହାରିଥିଲୁ। କିନ୍ତୁ ଆମ ସାଇଡ଼୍ରେ ଥିବା ଗୋଟିଏ ଛୋଟିଆ ଜଙ୍ଗଲରୁ ଗୋଟିଏ ବିଲେଇର କାନ୍ଦିବା ଆବାଜ ଆମକୁ ଶୁଣାଯାଇଥିଲା। ତ ଆମେ ତାକୁ ବିଲେଇ ଭାବିକି ଅଣଦେଖା କରିଥିଲୁ, କିନ୍ତୁ ମୋର ଜଣେ ସାଙ୍ଗ କହିଲେ ଏ ବିଲେଇ କାନ୍ଦୁ ନାହିଁ, ତ ଚାଲ ତାକୁ ଦେଖିବା। ଆମେ ତାକୁ ଦେଖିବା ପାଇଁ ଯେତେବେଳେ ଫ୍ଲାସ୍ ଲାଇଟ୍ ନେଇକି ଯାଇଥିଲୁ, ସେହି କାନ୍ଦ ଆମଠାରୁ ଦୂରେଇ ଯାଇଥିଲା, କିନ୍ତୁ ତଥାପି କାନ୍ଦ ବନ୍ଦ ହୋଇନଥିଲା। ସେହି କାନ୍ଦଟି ଧୀରେ ଧୀରେ ବିଲେଇ କାନ୍ଦ ଠାରୁ ମଣିଷ କାନ୍ଦ ଭଳିଆ ଶୁଣିବାକୁ ଲାଗିଲା, ଯାହାଫଳରେ କି ଆମେ ବହୁତ ଡରି ଯାଇଥିଲୁ। ସେଠୁ କେମିତି ଆସିବୁ ତା'ର ବାଟ ଖୋଜୁଥିଲୁ। ବହୁତ କଷ୍ଟରେ ସେଠୁ ଫେରିକି ଆସିଲୁ। ଫେରିକି ଆସିଲା ପରେ ଏମିତି ଘଟଣା ବହୁତ ଲୋକଙ୍କ ସାଥିରେ ହେଲା। ଆମ ଗାଁର ବହୁତ ଲୋକଙ୍କ ସାଥିରେ ଏହିଭଳି ଘଟଣା ଘଟିଲା। ତାପରେ ଗୋଟେ ରାତିରେ ସବୁ ଗାଁ ଲୋକ ବସି ଗୋଟେ ଫାଇନାଲ୍ କଲେ ଯେ ତାନ୍ତ୍ରିକକୁ ଡାକି ଇଏ କ'ଣ ହେଉଛି ତା ବିଷୟରେ ଜାଣିବା ପାଇଁ। ତା ପରଦିନ ସକାଳେ ତାନ୍ତ୍ରିକକୁ ଡକାଗଲା ଏବଂ ତାନ୍ତ୍ରିକ କହିଲା, ତମ ଗାଁରେ ଗୋଟେ ସେହି ଝିଅର ଅଦୃତ ଆତ୍ମା ବୋଲି ଘୁରି ବୁଲୁଛି। ତାକୁ ରୋକିବା ପାଇଁ ହେଲେ ଆମକୁ ଗୋଟେ ବିଶ୍ୱ ଶାନ୍ତି ଯଜ୍ଞ କରିବାକୁ ପଡ଼ିବ। ଆମର ତା ପରଦିନ ଠାରୁ ହିଁ ବିଶ୍ୱ ଶାନ୍ତି ଯଜ୍ଞ ପାଇଁ ଆୟୋଜନ କରାଯାଇଥିଲା ଏବଂ ସେହି ବିଶ୍ୱ ଶାନ୍ତି ଯଜ୍ଞରେ ସେହି ଆତ୍ମା ତ ଛାଡ଼ିକି ପଳାଇଥିଲା, କିନ୍ତୁ ତାହାର କିଛି ଏମିତି କଥା ରହିଯାଇଥିଲା ଯାହାକୁ ଶୁଣିବା ମାତ୍ରେ ଆମ ଗାଁ ଲୋକଙ୍କର ହୋସ୍ ହିଁ ଉଡ଼ି ଯାଇଥିଲା। ଆଉ ଯଦି ଆପଣମାନେ ସେହି କଥା ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାର୍ଟ 2କୁ ଅପେକ୍ଷା କରନ୍ତୁ। ଏହାର ପାର୍ଟ 2 ଆହୁରି ଭୟଙ୍କର ହେବାକୁ ଯାଉଛି।